ନାରଦ ପୁରାଣ 31 ଅଧ୍ୟାୟ ମୁଖ୍ୟୋପାୟ କଥନ। ଏଥୁ ଅନ୍ତେ ଋଷିଗଣ ବୋଇଲେ ହେ ସୂତ, ବ୍ୟାସଙ୍କର ଶିଷ୍ୟ ତୁମ୍ଭେ ପୁରାଣ ପଣ୍ଡିତ। ଯେତେକ ବିଷୟ ପୁଛା କରିଥିଲୁ ଆମ୍ଭେ, ତା ସବୁ ବର୍ଣ୍ଣନା କରି ଦେଲ କହି ତୁମ୍ଭେ। ସକଳ ଶୁଣିଲୁ ମନ କର୍ଣ୍ଣ କରି ସ୍ଥିର, ଯେତେକ ସନ୍ଦେହ ଥିଲା ତା ହୋଇଲା ଦୂର। ଏବେ ଆଉ ଶୁଣିବାକୁ କିଛି ଆମ୍ଭ ମନ, ବଳି ଅଛି ତା ପ୍ରକାଶ କରି କହ ପୁଣ। ସଂସାର ପାଶରେ ବଦ୍ଧ ଥିବା ଲୋକଙ୍କର, ଶୁଣିଲୁ ହୁଅଇ ଦୁଃଖ ଭୋଗ ଗୁରୁତର। ସେ ସଂସାର ପାଶ ଛିନ୍ନ ହୁଏ କି ପ୍ରକାର, କି ଉପାୟ କଲେ ମୋକ୍ଷ ଗତି ପାନ୍ତି ନରେ। ତା ପ୍ରକାଶ କରି କହ ଆମ୍ଭର ଗ୍ରତେ, ଶ୍ରବଣ କରିବୁ ଆମ୍ଭେ ବସି ଏକ ଚିତ୍ତେ। ଜଗତରେ ଥିବା ପ୍ରାଣୀ ମାନେ ପ୍ରତିଦିନ, କର୍ମ ସମୂହକୁ କରୁଛନ୍ତି ଅନୁଷ୍ଠାନ। ଅନ୍ତେ ସେ କର୍ମର ଫଳ ଭୋଗ କରୁଛନ୍ତି, ଏକଥା ଅଟଇ ଧର୍ମ ଶାସ୍ତ୍ରର ଯୁକ୍ତି। କଲା କର୍ମ ମାନ ନଷ୍ଟ ହୁଅଇ କିପରି, କର୍ମରୁ ଜନ୍ମଇ ଜୀବ ଶରୀରକୁ ଧରି। ଦେହ ପ୍ରାପ୍ତି ହେଲେ ନାନା କାମନା ଜନ୍ମଇ, କାମନାରୁ ଲୋଭ ଆସି ପ୍ରବେଶ କରଇ। ଲୋଭରୁ ଜନ୍ମଇ କ୍ରୋଧ, କ୍ରୋଧେ ଧର୍ମନାଶ। ଧର୍ମନାଶ ଗଲେ ପ୍ରାଣୀ ହୁଏ ବୁଦ୍ଧିଭ୍ରଂଶ, ବୁଦ୍ଧିଭ୍ରଂଶ ହେଲେ ଜୀବ ପାପ କର୍ମ କରେ। ପାପ କର୍ମ କଲେ ପଡ଼ଇ ସେ ତମ ଘରେ। ପାପ ଏକା ଶରୀରର ମୂଳ ହେତୁ ଅଟେ, ପାପରୁ ସଂସାର ବନ୍ଧ କେବେ ହେନ ତୁଟେ। ଦେହି ସବୁ କାଳେ ପାପ କର୍ମରତ ହୋଇ, ଭ୍ରମି ମରୁଥାଏ ମୋକ୍ଷ ଗତି କି ନ ପାଇ। କି ଉପାୟ କଲେ ମୁକ୍ତି ମାର୍ଗ ମିଳେ ତାକୁ, ଆପଣ ପ୍ରକାଶ କରି କହତା ଆମ୍ଭଙ୍କୁ। ଋଷିଗଣଙ୍କର ମୁଖୁ ଏ ପ୍ରଶ୍ନକୁ ଶୁଣି, ପୁନର୍ପି କହିଲେ ତାଙ୍କୁ ସୁତ ମହାଜ୍ଞାନୀ। ତୁମ୍ଭମାନଙ୍କର ବୁଦ୍ଧି ଅତ୍ୟନ୍ତ ନିର୍ମଳ, ତେଣୁ ବାଞ୍ଛା କଲ ସବୁ ପ୍ରାଣୀର ମଙ୍ଗଳ। ସଂସାରର ଦୁଃଖ ନାଶ ହେବା ସକାଶରେ, ଚେଷ୍ଟା କରି ଏ ଉପାୟ ପାଞ୍ଚିଲ ମନରେ। ଯାହା ହେଉ ଯେବେ ଏହା ପଚାରିଲ ମୋତେ, ମୁଁ ପ୍ରକାଶ କରୁଅଛି ଶୁଣ ଏକ ଚିତ୍ତେ। ଯାହାଙ୍କ ବ୍ରହ୍ମାରେ ବ୍ରହ୍ମା ସୃଷ୍ଟି ସରଜନ୍ତି, ପାଳନ କରନ୍ତି ବିଷ୍ଣୁ ରୁଦ୍ର ସଂହାରନ୍ତି। ସେହି ଏକା ମୋକ୍ଷ ଦାତା ବୋଲି ତୁମ୍ଭେ ଜାଣ, ଏ ମିଥ୍ୟା ନୁହଁ ଅଟେ ବେଦର ପ୍ରମାଣ। ମହତ୍ତକୁ ଆଦି କରି ବିଶେଷ ପର୍ଯ୍ୟନ୍ତ, ଯାହାର ପ୍ରଭାବେ ସୃଷ୍ଟି ହୁଅଇ ସଂଜାତ। ସେହି ଅନାମୟ ନାରାୟଣ ମୋକ୍ଷ ଦାତା, ଏଥିରେ ଭାବିବା ପାଇଁ ନାହିଁ ଅନ୍ୟ କଥା। ଯାହାଠାରୁ ଏ ସକଳ ବସ୍ତୁ ଭିନ୍ନ ନହେ, କ୍ଷୟ ପ୍ରାପ୍ତି କୌଣସି କାଳରେ ନ ହୁଏ। ଧ୍ୟାନ ସେ କରଇ ଯେ ପରମ ଦେବତାଙ୍କୁ, ମୋକ୍ଷ ପଦ ନିଶ୍ଚୟରେ ମିଳଇ ତାହାକୁ। ବିକାର ରହିତ ଯ ଶୁଦ୍ଧ ସୁପ୍ରକାଶ, ନିରଞ୍ଜନ ଜ୍ଞାନାନନ୍ଦ ରୂପୀ ଯେ ପୁରୁଷ। ସେ ଏକା ଅଟନ୍ତି ମୋକ୍ଷ
ସାଧନ ଉପାୟ। ଯେ ଆଶା କରଇ ତାଙ୍କୁ ନର ହୋଇ ଭୟ। ଯାହାଙ୍କର ଅବତାର ଅରୂପକୁ ନୀତି। ବ୍ରହ୍ମାଦି ଅମର ଗଣ ଅର୍ଚ୍ଚନା କରନ୍ତି। ସେ ଏକା ଦିଅନ୍ତି ନିତ୍ୟ ସ୍ଥାନ ବୋଲି ଜାଣ। ଯେ ତାହାଙ୍କୁ ଭଜଇ ସେ ଉତ୍ତମ ସୁଜାଣ। ଜିତାତ୍ମା ମହର୍ଷି ଗଣ ଧ୍ୟାନ ଯୋଗେ ନୀତି। ଆପଣାର ହୃଦୟରେ ଯାହାଙ୍କୁ ଦେଖନ୍ତି। ସେ ସର୍ବ ସୁଖର ମୂଳା ଧାର ଏ ଜଗତେ। ମୋକ୍ଷ ଧାମ ମିଳେ ତାଙ୍କୁ ସୁମରିଲେ ଚିତ୍ତେ। ନିର୍ଗୁଣ ହୋଇ ଯେ ଲୋକା ନୁଗ୍ରହ ସକାଶେ। ରୂପକୁ ଧରନ୍ତି ଆପଣାର ମାୟା ବସେ। ଆକାଶ ମଧ୍ୟରେ ଯାହାଙ୍କର ଅବସ୍ଥିତି। ସେହିପରି ପୂର୍ଣ୍ଣ ବ୍ରହ୍ମ ମୋକ୍ଷକୁ ଦିଅନ୍ତି। ସକଳ ଧର୍ମର ଅଧିପତି ଯେ ପୁରୁଷ। ଯୋଗୀଙ୍କ ହୃଦୟରେ ଯେହୁ କରନ୍ତି ନିବାସ। ସେ ପ୍ରଭୁଙ୍କ ଶରଣ ଯେ ଗ୍ରହଣ କରଇ। ସଂସାର ବନ୍ଧକୁ ଛେଚି ସେ ମୋକ୍ଷ ହୁଅଇ। କଳ୍ପ ଶେଷ କାଳେ ସୃଷ୍ଟି ସଂହାର କରିଣ। ପ୍ରଳୟ ଜଳରେ ଯେହୁ କରନ୍ତି ଶୟନ। ତାଙ୍କୁ ତତ୍ତ୍ୱଦର୍ଶୀ ଗଣ ମୋକ୍ଷଦାତା ବୋଲି। ସୁନିଶ୍ଚିତ କରିଛନ୍ତି ଜାଣ ମୁଁ କହିଲି। ଅକ୍ଷୟ ନିର୍ଗୁଣ ନିରାମୟ ହରିଙ୍କର। ସେବା ଯେ କରଇ ମୋକ୍ଷ ହୁଅଇ ସେ ନର। ସର୍ବକର୍ମ ପରିତ୍ୟାଗ କରି ଯେଉଁ ଜନ। ଦମସମ ଆଦି ଗୁଣେ ଯୁକ୍ତ ହୋଇଣ। ପରମ ବ୍ରହ୍ମକୁ ଯୋଗ ମାର୍ଗେ ଧ୍ୟାନ କଲେ। ଏ ଭବ ସାଗରୁ ମୁକ୍ତି ଲାଭ ହୁଏ ଭଲେ। ଏହା ଶୁଣି ଋଷି ଗଣ ବୋଇଲେ ହେ ସୁତ। ଆବର କଥାଏ କହି ତୋଷକର ଚିତ୍ତ। ଯୋଗୀ ଜନଙ୍କର ଯୋଗ କରିଲେ କି କର୍ମ। ସିଦ୍ଧ ହୁଏ ତା ପ୍ରକାଶୀ କହ ମହାତମ। ତା ଶୁଣି ବୋଇଲେ ସୁର ଶୁଣ ଋଷି ଗଣ। ଯାହା ପୁଚ୍ଛା କଲ ମତେ କହ ତା କାରଣ। ତତ୍ତ୍ୱଦର୍ଶୀ ଗଣ ପୂର୍ବେ ମୁଖ୍ୟ ପଦାର୍ଥକୁ। ଜ୍ଞାନ ଲାଭ ବୋଲି ସାଧୁ କହିଛନ୍ତି ତାଙ୍କୁ। ଭକ୍ତ ଅଟଇ ହେ ମୂଳ କାରଣ ଜ୍ଞାନର। ସତକର୍ମରୁ ଉତ୍ପତ୍ତି ହୁଏ ଜ୍ଞାନ ତାର। ସହସ୍ର ସହସ୍ର ଜନ୍ମେ ନାନାବିଧ ଦାନ। ତୀର୍ଥବ୍ରତ ଯଜ୍ଞ ଆଦି କଲେ ଅନୁଷ୍ଠାନ। ତହିଁରୁ ହୁଅଇ ହରି ଭକତି ଉଦୟ। ସେ ହରି ଭକତି ହୁଏ ମୋକ୍ଷର ଉପାୟ। ଭକ୍ତି ସହକାରେ ଧର୍ମ କାର୍ଯ୍ୟ ଅଳ୍ପ ମାତ୍ର। କରିଲେ ହୁଅଇ ଲୋକ ପ୍ରଶଂସାର ପାତ୍ର। ଆବର ତହିଁରୁ ଯେଉଁ ଫଳୋଦୟ ହୁଏ। ଅକ୍ଷୟ ହୋଇଣ ତାହା ଯୁଗେ ଯୁଗେ ଥାଏ। ପରମ ଶ୍ରଦ୍ଧାରେ ହରି ଭକ୍ତି ଯେ କରଇ। ତାହାର ସକଳ ପାପ ବିନଷ୍ଟ ହୁଅଇ। ଏହି ରୂପେ ପାପ ରାଶି ଅଙ୍ଗୁଦୂର ହେଲେ। ଉଦୟ ହୁଅଇ ସୁନିର୍ମଳ ବୁଦ୍ଧି ଭଲେ। ନିର୍ମଳ ବୁଦ୍ଧିକୁ ଜ୍ଞାନ ବୋଲି ବୁଦ୍ଧ ଗଣ। ସକଳ ଶାସ୍ତ୍ରରେ କରିଛନ୍ତି ନିରୂପଣ। ଜ୍ଞାନୀଙ୍କି ହୁଅଇ ମୋକ୍ଷ ପଦ ପରାପତି। ଯେହୁ ମୋକ୍ଷ ପାଏ ତାର ନଥାଏ ଦୁର୍ଗତି। ଯେଉଁ ଜ୍ଞାନ ବଳେ ମୋକ୍ଷ ପଦ ପ୍ରାପ୍ତ ହୁଏ। ସେ ଜ୍ଞାନ କେବଳ ଯୋଗୀ ଠାରେ ଦେଖାଯାଏ। କର୍ମ ଜ୍ଞାନ ଭେଦେ ଯୋଗ ହୁଅଇ ଦ୍ୱିବିଧ।
ମାନବ ପକ୍ଷରେ କର୍ମ ଯୋଗ ଅଟେ ସାଧ୍ୟ। କ୍ରିୟା ଯୋଗ ବିନା ଜ୍ଞାନ ଯୋଗକୁ ମାନବେ ସିଦ୍ଧ କରି ନ ପାରନ୍ତି କୌଣସି ଭାବେ। ମନୁଷ୍ୟ ମାତ୍ରକେ ସବୁ ଛାଡ଼ି ପ୍ରଥମରେ କ୍ରିୟା ଯୋଗେ ରତ ହୋଇ ଭକ୍ତି ସହକାରେ ହରିଙ୍କୁ କରିବ ସର୍ବ ଭାବରେ ଅର୍ଚ୍ଚନା। ଅର୍ଚ୍ଚିତ ହେଲେ ସେ ପୂର୍ଣ୍ଣ କରନ୍ତି କାମନା। ଦ୍ୱିଜ ଅଗ୍ନି ଭୂମି ସୂର୍ଯ୍ୟ ଚିତ୍ର ପ୍ରତିମାରେ ହରିଙ୍କୁ ପୂଜିବ ନାନା ବିଧ ଉପଚାରେ। ସମାନ ଭାବରେ ହରି ଏ ସ୍ଥାନରେ ଥାନ୍ତି ଯେ ପୂଜା କରଇ ତାକୁ ମିଳେ ମୁଖ୍ୟ ଗତି। ପରନିନ୍ଦାରୁ ପୀଡ଼ିତ ହୋଇନ ଯେ ଜନ ସଂଯତରେ ରକ୍ଷା କରି ନିଜ କାୟ ମନ। ପୁଣ୍ୟାତ୍ମା ହରିଙ୍କୁ ସମର୍ଚ୍ଚନା କରେ ନୀତି ତାହାକୁ ଜ୍ଞାନୀ ଯୋଗୀଏ ସମାନ ନୁହନ୍ତି। କର୍ମଯୋଗ ବା ଜ୍ଞାନ ଯୋଗକୁ ସାରିଲେ ହିଂସା କ୍ରୋଧ ମାତ୍ସର୍ଯ୍ୟକୁ ବରଯିବ ଭଲେ। ସତ୍ୟସଙ୍ଗ ତ୍ୟାଗ ଦୟା ଧର୍ମ ବ୍ରହ୍ମଚର୍ଯ୍ୟ ଏମାନେ ଅଟନ୍ତି ଯୋଗ ସାଧନର କାର୍ଯ୍ୟ। ତେଣୁ ଏହା ସବୁ ପାଳି ବହୁ ଯତନରେ ତତ୍ପର ହୋଇବ ଜନ ଯୋଗ ସାଧନରେ। ଏ ସଂସାର ମଧ୍ୟରେ ଯେତେ ଚରାଚର ପ୍ରାଣୀ ସବୁ ବିଷ୍ଣୁମୟ ବୋଲି ମନେ ଥିବ ଜାଣି। ବିଷ୍ଣୁ ଭିନ୍ନ ହୋଇ କିଛି ନାହିଁ ବିଚାରିବ ପୂର୍ବୋକ୍ତ ଯୋଗମାନଙ୍କୁ ଅଭ୍ୟାସ କରିବ। ସକଳ ପ୍ରାଣୀଙ୍କୁ ନିଜ ପରି ଯେ ବିଚାରେ ବିଷ୍ଣୁଙ୍କ ପରମ ଭାବ ସେହୁ ଲାଭ କରେ। ଯାଚିତ ଦୂଷିତ କାମ କ୍ରୋଧ ଲୋଭାଦିରେ ରତ ହୋଇରେ ସର୍ବଦା ହରିଙ୍କ ଧ୍ୟାନରେ। ତାରା ସେ କାର୍ଯ୍ୟରେ ତୃପ୍ତ ନୁହନ୍ତି ଶ୍ରୀହରି କ୍ଲେଶ ଭୋଗୀ ହୁଅନ୍ତି ସେ ପରିଶ୍ରମ କରି। ଧର୍ମ ବୁଦ୍ଧିରେ ସେ ତାଙ୍କୁ ସ୍ମରଣ କରଇ ସେ ତାର କାର୍ଯ୍ୟରେ ରହି ଥାନ୍ତି ବନ୍ଧା ହୋଇ। ଯା ହୃଦୟ କାମ କ୍ରୋଧାଦିରେ ପରିପୂର୍ଣ୍ଣ ସେ ଯେତେ ହେଲେ ହେଁ ଦେବ ପୂଜା ପରାୟଣ। ଦୟାଚାର ପୁଣି ଘୋର ପାତକୀ ଯେ ସେହି ତାର ସେ ପୂଜାରେ କିଛି ପ୍ରୟୋଜନ ନାହିଁ। ଏଣୁ ଯେଉଁ ବ୍ୟକ୍ତି ମୁକ୍ତି ଅଭିଳାଷ ହେବ ସର୍ବପ୍ରଥମରେ କର୍ମ ଯୋଗ ଯେ କରିବ। ସମାଧି ଗୁଣରେ ଲିପ୍ତ ହୋଇ ମୁକ୍ତି କାମେ ବିଷ୍ଣୁଙ୍କୁ ପୂଜିଲେ ତାହା ଲାଭ ହୁଏ କ୍ରମେ। ତତ୍ପର ହୋଇଣ ପ୍ରାଣୀ ହିତ ସାଧନାରେ ସଂଯତରେ ରଖି ମନ ପବନ ବିଧିରେ। ମନ୍ତ୍ରତନ୍ତ୍ର ଉପବାସ ପୁରାଣ ଶ୍ରବଣ ଅଶେଷ ଫଳ ମିଳଇ କରିଲେ ବିଧାନ। ଫଳ ପୁଷ୍ପାଦିରେ ଶ୍ରୀକୃଷ୍ଣଙ୍କ ପୂଜା କଲେ କ୍ରିୟା ଯୋଗ ସେହୁ ଅଟେ ମନୋଭାବ ହେଳେ। ବିଷ୍ଣୁ ଭକ୍ତି ପରାୟଣ ଥାନ୍ତି ଯେଉଁ ଜନ କ୍ରିୟା ଯୋଗ ଏହିପରି କରନ୍ତି ସାଧନ। କ୍ରିୟା ଯୋଗ କଲେ ପୂର୍ବାର୍ଜିତ ଯେତେ ପାପ ତାହା ସବୁ ଶରୀରରୁ ହୋଇଯାଏ ଲୋପ। ପାପ ବିନାଶରେ ବୁଦ୍ଧି ନିର୍ମଳ ହୁଅଇ ତଦନ୍ତେ ସେ ଦିବ୍ୟ ଜ୍ଞାନ ଶରୀରେ ଲଭଇ। ଏ କାରଣ ଜ୍ଞାନ ଲାଭେ ଯେ ଉପାୟ ଅଛି ବିସ୍ତାର କରିଣ ତାହା ତୁମ୍ଭଙ୍କୁ କହୁଛି। ଯେତେ ଚରାଚର ବସ୍ତୁ ଛନ୍ତି ଜଗତରେ କେହୁ ନିତ୍ୟ ଅନିତ୍ୟ ସେ ବସ୍ତୁ ଯେ ମଧ୍ୟରେ। ଶାସ୍ତ୍ର ତତ୍ତ୍ୱ ପାରଦର୍ଶୀ ପଣ୍ଡିତଙ୍କ ମତେ ତା ସ୍ଥିର କରିବେ ବୁଦ୍ଧି
ମନ୍ତବ୍ୟକ୍ତି ଯେତେ ପଣ୍ଡିତଙ୍କ ମତ ବୁଝି ଜାଣିଅଛି ମୁହିଁ ସକଳ ବସ୍ତୁ ଜଗତେ ଅନିତ୍ୟ ଅଟଇ କେବଳ ଅଟନ୍ତି ନିତ୍ୟ ନିରଞ୍ଜନ ହରି ଏ କାରଣୁ ଆଉ ସବୁ ପରିଯୋଗ କରି ଇହ ପର କାଳେ କଲେ ହରିଙ୍କୁ ଆଶ୍ରୟ ସହଜେ ମାନବ ଗଣେ ମିଳଇ ଅଭୟ ଯେ ଅନିତ୍ୟ ବିଷୟରେ ଆସକ୍ତ ହୋଇଣ ସଂସାରରେ ଲିପ୍ତ ହୋଇ ରହେ ଅନୁକ୍ଷଣ ସଂସାର ବନ୍ଧନ ତାର ଖଣ୍ଡନ ନୁହଇ ତେଣୁ ମୋକ୍ଷ ବାଟ ତାକୁ କେଭେ ନ ମିଳଇ ସେ ମୋକ୍ଷ ହେବାକୁ ମନେ ବିଚାର କରିବ ପ୍ରଥମେ ସଂସାର ମୋହକୁ ସେ ଛାଡ଼ିଦେବ ସମାଧି ଗୁଣକୁ ଅବଲମ୍ବନ କରିଣ ଜ୍ଞାନର ଯିବା ପାଇଁ କରିବ ଯତନ ସମାଧି ଗୁଣକୁ ଯେହୁ ଆଶ୍ରୟ ନ କରେ ସମ୍ଭବ ନୁହଁ ଯେ ଲାଭ ତା ପକ୍ଷରେ ଏହିପରି ହରି ଯେହୁ ସବୁ ପ୍ରାଣୀ ପ୍ରତି ଦୟାବନ୍ତ ହୋଇ କାମ ଲୋଭ ବରଜନ୍ତି ହରି ଧ୍ୟାନେ ଗମନ ଯେ ହୁଇ ସର୍ବଦା ମୁଖ୍ୟ ପଦକୁ ରାଜନ ସେହୁ ଜାଣ ସଦା ପୂର୍ବେ କହିଥିବା ଚତୁର୍ବିଧ ସାଧନାରେ ଚିତ୍ତ ଯାଇ ଶୁଦ୍ଧି ହୋଇଥାଏ ପ୍ରଥମରେ ନିଜ ଜ୍ଞାନ ବଳେ ସେ ବିପ୍ରଙ୍କୁ ଜାଣିପାରେ ତଦନ୍ତେ ତାହାକୁ ମୁଖ୍ୟ ପଦ ମିଳିପାରେ ଜ୍ଞାନ ବଳେ ଯୋଗ କରି ପାରଇ ସାଧନ ଯୋଗ ସିଦ୍ଧି ହେଲେ ମୁକ୍ତି ଲାଭ କରେ ଜନ ଶ୍ରେଷ୍ଠ ଉପାୟ ଯା ଅଛି ଯୋଗୀମାନଙ୍କର ତାହା ବୁଝା କହୁଛି ଶୁଣନ୍ତୁ ଶ୍ରୁତିର ଯୋଗ ଆଉ ଜ୍ଞାନ ଦୁହିଁଙ୍କର ଯେ ସାଧନ ତହିଁର ବିଷୟ ଏବେ ଶୁଣ ଦେଇ ମନ ସେ ଆତ୍ମା ବେନି ପ୍ରକାର ବୋଲି ଅଛି ରହି ଅଥର୍ବ ବେଦର ୟାର ପ୍ରମାଣ ଛଇ ଯେହୁ ଅଟନ୍ତି ନିର୍ଗୁଣ ଯେ ପରମ ଆତ୍ମା ଜ୍ଞାନୀ ଜନେ ଅପରକୁ ବୋଲନ୍ତି ଜୀବାତ୍ମା ସେହି ଉଭୟ ଆତ୍ମାର ଅଭେଦ ଯେ ଜ୍ଞାନ ତାହାକୁ ଯୋଗ ବୋଲିଣ କୁହନ୍ତି ସୁଜାଣ ସାକ୍ଷୀ ସ୍ୱରୂପ ଥାଇ ସେ ଦେହୀଙ୍କ ଦେହରେ ସକଳ ଜୀବଙ୍କୁ ଦେଖୁ ଥାନ୍ତି ନିରନ୍ତରେ ତାଙ୍କ ଠାରୁ ଭିନ୍ନ ଅଟେ ପରମାତ୍ମା ଜାଣ ପୌରୁଷ ନୁହେଁ ବା ଏହା ବେଦର ପ୍ରମାଣ ଏହି ଶରୀରକୁ କ୍ଷେତ୍ର ବୋଲିଣ ବୋଲନ୍ତି ସେ ସକଳ କ୍ଷେତ୍ରେ ପ୍ରଭୁ ବାସ କରିଥାନ୍ତି ଯେ ପରମ ଆତ୍ମା ସେହି ଅବ୍ୟକ୍ତଟି ଜାଣ ନିର୍ବଳ ସର୍ବତ୍ର ବ୍ୟାପୀ ନିତ୍ୟ ନିରଞ୍ଜନ ଯେଉଁ ମାନବର ଏହି ଜୀବ ପରମରେ ଜନ୍ମ ଭେଦ ବୁଦ୍ଧି ସେ କାନିସ୍ତରେ ସେ ସଂସାର ମାୟା ଡୋର ଛିନ୍ନ କରିଦେଇ ପରମ ସ୍ଥାନରେ ନିଶ୍ଚିନ୍ତରେ ବସେ ଯାଇ ଭିନ୍ନ ଭିନ୍ନ ହୋଇ ଅବିନାଶୀ ଆତ୍ମା ଠାରୁ ଜଗତରେ ଶ୍ରେଷ୍ଠ ନାହିଁ କେହି ତାଙ୍କ ଠାରୁ ସେ କାହେଲେ ହେବ ଜ୍ଞାନରେ ମାନବେ ନାନା ପ୍ରକାରେ ତାଙ୍କୁ ଦେଖନ୍ତି ଏ ଭବେ ଏହି ଅଦ୍ୱିତୀୟ ପରମ ବ୍ରହ୍ମ ସନାତନ ବେଦାନ୍ତରେ ଏହା ହୋଇଅଛି ନିରୂପଣ ଏ କାରଣ ତୁମ୍ଭ ଆଗେ କହୁଅଛି ମୁହିଁ ଏ ଜଗତ ବ୍ରହ୍ମ ଭିନ୍ନ ଆନ କିଛି ନାହିଁ ସେ ପରମ ଆତ୍ମା ନିରଞ୍ଜନ ସ୍ୱାମୀଙ୍କର ଏହି ଜଗତ ମଧ୍ୟରେ ନାହିଁ ପରାପର ରୂପ ନାହିଁ ବର୍ଣ୍ଣ ନାହିଁ ଶବ୍ଦ ରସ ନାହିଁ
କିନ୍ତୁ ଅପୂର୍ବ ବେଶରେ ଭ୍ରମନ୍ତି ସଦାହିଁ। କାରଣରୁ କାରଣ ସେ ଜଗତ କରତା, ଅତ୍ୟନ୍ତ ତେଜସ୍ୱୀ ସେହି ପରମ ଦେବତା। ତାଙ୍କ ବିନେ ନାହିଁ କିଛି ପଦାର୍ଥ ଜଗତେ, ସେ ପୁରୀ ଅଛନ୍ତି ସମସ୍ତଙ୍କ ଅନ୍ତର୍ଗତେ। ବ୍ରହ୍ମଜ୍ଞାନ ବିନା ଆଉ ମୁକ୍ତିର କାରଣ, କି ଅଛଇ ମନ ମଧ୍ୟେ ବିଚାରିଣ ଘେନ। ସେହି ଯେ ଜଗତ କର୍ତ୍ତା ଦିଅନ୍ତି ମୁଖ୍ୟ ପଦ, ତାହାକୁ ଭଜିଲେ ମିଳେ ଐଶ୍ୱର୍ଯ୍ୟ ସମ୍ପଦ। ଯାହାର ହୃଦୟରେ ଜ୍ଞାନ ଉଦୟ ହୁଅଇ, ଜଗତକୁ ନାନା ବିଧ ରୂପେ ସେ ଦେଖଇ। ଜ୍ଞାନୀମାନଙ୍କର ପକ୍ଷେ ଏକ ବ୍ରହ୍ମ ବୋଲି, ପରିଦୃଶ୍ୟ ହୁଅଇଟି ଜାଣ ମୁଁ କହିଲି। ଏଣୁ ଯୋଗ ବଳେ ମାୟା କରିବାକୁ ଦୂର, ଚେଷ୍ଟା କରୁଥିବା ଅଟେ ଉତ୍ତମ ବିଚାର। ମାୟା ଅସଦ୍ରୂପା ନୁହେ ସତରୂପା ନୁହେ, ଉଭୟ ସ୍ୱରୂପା ପୁଣି ନୁହେଁ ସେ କେବେ। ଅଟେ ସେ କେଉଁ ପଦାର୍ଥ ତା କହି ନୁହଁଇ, କିନ୍ତୁ ଜୀବ ମାତ୍ର କେହେ ଅବସ୍ଥିତ ହୋଇ। କରୁଅଛି ଉତ୍ପାଦନ ବୁଦ୍ଧିର ଭେଦକୁ, ଅଜ୍ଞାନୀ ବୋଲି ଜ୍ଞାନୀଏ ବୋଲନ୍ତି ତାହାକୁ। ଏହା ଜାଣି ମାୟାକୁ ଯେ ଜୟ କରିପାରେ, ଅଜ୍ଞାନ ବୋଲିବା କଥା ନ ରହେ ତାଠାରେ। ପରମ ବ୍ରହ୍ମଙ୍କର ନାମ ପଣ୍ଡିତଙ୍କ ମତେ, ଜ୍ଞାନୀ ବୋଲି ନିରୂପିତ ହୋଇଛି ଜଗତେ। ଯେଉଁମାନେ ଜ୍ଞାନୀ ତାଙ୍କ ହୃଦୟରେ ନୀତି, ଜଗତ କରତା ପ୍ରଭୁ ବିଜେ କରିଥାନ୍ତି। କାଳେ ହେ ବିପଦ ଯେବେ ତାହାଙ୍କୁ ଆସଇ, ଚକ୍ରପେ ଶିକ୍ଷଣେ ନାସି ଦିଅନ୍ତି ଭାବଗ୍ରାହୀ। ଜ୍ଞାନୀ ଜନମାନେ ଜ୍ଞାନ ଧାରଣାର ବଳେ, ଅଜ୍ଞାନୀକୁ ନଷ୍ଟ କରି ଦେଉଥାନ୍ତି ହେଳେ। ଅଷ୍ଟାଙ୍ଗ ଯୋଗରେ ବିଧି ହୁଅଇ ସାଧନ, ମୁଁ ତାହା ନିର୍ଣ୍ଣୟ କରି କହୁଅଛି ଶୁଣ। ଯମ ନିୟମ ଆସନ ପ୍ରାଣାୟାମ ବିଧି, ପୁଣି ପ୍ରତ୍ୟାହାର ଧ୍ୟାନ ଧାରଣା ସମାଧି। ଏହି 8 ଗୋଟି ଅଙ୍ଗ ଯୋଗର ଅଟଇ, ଜ୍ଞାନୀ ଧନ ମାନେ ଏହା ଯାଇଛନ୍ତି କହି। ଏହି ଅଷ୍ଟାଙ୍ଗର ସ୍ୱରୂପକୁ ମୁଁ ହିଁ ଏବେ ବର୍ଣ୍ଣନା କରି କହୁଛି, ଶୁଣ ତୁମ୍ଭେ ସର୍ବେ। ସତ୍ୟ ଅହିଂସା ଅଟଇ ଜ୍ଞାନର ଯେ ପଥ, ଅହିଂସା ବଳରେ ହିଂସା ହୁଏ ଦୂରୀଭୂତ। ଅନୁସୂୟା ଏମାନଙ୍କୁ ଯମ ବୋଲି କହି, ଆବର ଏକଇ ଗାଥା ଶୁଣ ମନ ଦେଇ। ଧର୍ମାଧର୍ମ ବିବେଚନା କରି ଯେ ସମସ୍ତ, ବାକ୍ୟ ବୋଲା ଯାଏ ତାର ନାମ ଅଟେ ସତ୍ୟ। ସକଳ ପ୍ରକାରେ ତ୍ୟାଗ କଲେ ମୈଥୁନ, ସେ କର୍ମକୁ ମୈଥୁନ ବୋଲନ୍ତି ଯେ ଜନ। ବ୍ରହ୍ମଚର୍ଯ୍ୟ ବିହୀନ ସେ ଜ୍ଞାନବନ୍ତ ବ୍ୟକ୍ତି, ସେ ମହାପାତ କି ବୋଲି ପଣ୍ଡିତେ କହନ୍ତି। ସକଳ ସଙ୍ଗକୁ ତ୍ୟାଗ କରିଲେ ମାନବ, ମୈଥୁନ କାର୍ଯ୍ୟରେ ଯେବେ ଆସକ୍ତ ହୋଇବ, ସେ ଚଣ୍ଡାଳ ସଙ୍ଗେ ସରି ଏକଥା ନିଶ୍ଚିତ। ସକଳ କର୍ମରୁ ହୁଅ ସେ ବହିର୍ଗତ, ଯୋଗ ଅଭ୍ୟାସ କରିଣ ଯେବଣ ବ୍ରାହ୍ମଣ। ବାଞ୍ଛା ରଖିଥାଏ ଭୋଗ ଦରଦରେ ଜାଣ, ତାହା ସଙ୍ଗତରେ ସମ୍ଭାଷଣ କଲା ମାତ୍ରେ। ବ୍ରହ୍ମହତ୍ୟା ପାତକ ଯେ ଲାଗଇ ତୁରିତେ, ଯେବଣ ମାନବ ସର୍ବ ସଙ୍ଗ ତ୍ୟାଗ କରି
ଆସକ୍ତ ହୋଇ ବିଷୟରେ ଆସି କରି ତାହା ସଙ୍ଗରେ ସଙ୍ଗ ଯେ ଜନ ଯେ ହୋଇ ମହାପାତ କରେ ସଦା ସେ ଘାଣ୍ଟି ହୋଇ ପର ଦେଇଥିବା ଦ୍ରବ୍ୟ ଆପଦ କାଳରେ କୌଣସି ମତେ ଭକ୍ଷଣ ଯେ ଜନ ନ କରେ ତା ନାମ ପରିଗ୍ରହ ଋଷିଗଣେ ଜାଣ ଅନାୟାସ ଯୋଗ ତାର ହୋଇ ପୁରଣ ନିଷ୍ଠୁର ବଚନ ଯେବେ କେହି କାହା ପ୍ରତି ବିନା କାରଣରେ ବ୍ୟବହାର କରିଥାନ୍ତି କ୍ରୋଧ ବୋଲିଣ ପଣ୍ଡିତେ କହନ୍ତି ତାହାକୁ କ୍ରୋଧବଶ ହେଲେ ଜନ ଲୋଭଇ ପାପକୁ ଅକ୍ରୋଧ ବୋଲିଣ ନାମ ଯାହାର ଅଟଇ ସକଳ କାର୍ଯ୍ୟରେ ସିଦ୍ଧ ଲାଭ କରେ ସେହି ପରଧନ ପର ନାରୀ ଦେଖିଲେ ଯେ ନର ମନରେ ଅପାର ଆଶା ବାନ୍ଧଇ ସତର ମହାପାତକୀଙ୍କ ମଧ୍ୟରେ ଗଣା ସେ ଅଟନ୍ତି ତା ମୁଖ ଚାହିଁଲେ ଜନେ ଲଭେ ବ୍ରହ୍ମଘାତୀ ଆହେ ଋଷି ଗଣ ତବ ଅଗ୍ରତରେ ମୁହିଁ ଜନ୍ତୁପତିର ବିଷୟ ମାନି ଗଲି କହି ଯମ ପରେ ସେ ନିୟମ ରହିଛି ଜଗତେ ମନ ସ୍ଥିର କରି ସର୍ବେ ଶୁଣ ଶୁଦ୍ଧ ଚିତ୍ତେ ତପସ୍ୟା ସଧାୟ ଶୌଚ ଶ୍ରୀହରି ଅର୍ଚ୍ଚନା ସର୍ବଦା ସନ୍ତୋଷ ପୁଣି ସନ୍ଧ୍ୟା ଉପାସନା ଏହାର ନାମ ନିୟମ ବୁଝଛନ୍ତି କହି ବେଦାନ୍ତ ଶାସ୍ତ୍ରରେ ଏହା ଅଛି ଲେଖା ହୋଇ ଦୃଢ଼ ମନ କରି ଚାନ୍ଦ୍ରାୟଣ ଆଦି ବ୍ରତ ଶରୀର ଯଦ୍ୟପି କରାଯାଏ ଶୁଦ୍ଧ ପୂତ ତପସ୍ୟା ବୋଲିଣ ତାକୁ ପଣ୍ଡିତେ କହନ୍ତି ଆବର ଉତ୍କୃଷ୍ଟ ଯୋଗ ସାଧନ ବୋଲନ୍ତି ପ୍ରାଣ ଗୋଚାରଣ ଉପନିଷଦ ପଠନ ଦ୍ୱାଦଶ ଅକ୍ଷର ପଞ୍ଚାକ୍ଷର ମନ୍ତ୍ର ପୂର୍ଣ୍ଣ ଅଷ୍ଟାକ୍ଷର ଆଦି ମହା ବାକ୍ୟରେ ଯେ ଜପ ସେ ଯୋଗ ସାଧ୍ୟ ସ୍ୱାଧ୍ୟାୟ ପୁଣି ଦିବ୍ୟ ତପ ଯେଉଁ ଯୋଗୀ ଏହି ଯୋଗ ମାନ ଯୋଗ କରେ ଯୋଗ ନ ମିଳଇ ତାକୁ ଜାଣ ଏ ଜନ୍ମରେ ଯୋଗ ନ କରିଣ ଯେବେ ସ୍ୱାଧ୍ୟାୟ କରଇ ହୃଦୟ ମଧ୍ୟରେ ତାର ପାପ ନ ରହଇ ଯୋଗ ବିନା ସ୍ୱାଧ୍ୟାୟର ବଳରେ କେବଳ ପାପ ନାଶ ଯାଏ ଆତ୍ମା ହୋଇ ନିର୍ମଳ ସ୍ୱାଧ୍ୟାୟରେ ସ୍ତୁତି ଯେବେ ହନ୍ତି ଦେବଗଣ ପ୍ରସନ୍ନ ହୋଇ ସେ ବର କରନ୍ତି ପ୍ରଦାନ ବାଚିକ ଉପାଂଶୁ ପୁଣି ମାନସ ଭେଦରେ ତିନି ପ୍ରକାର ଏ ଜନ ହୁଇ କ୍ରମରେ ଉତ୍ତର ଉତ୍ତର କ୍ରମେ ଏ ତିନି ପ୍ରକାର ଜପର ଶ୍ରେଷ୍ଠତା ରହି ଅଛି ମନେ କର ଯେବଣ ଜପରେ ପଦ ଅକ୍ଷର ସକଳ ବାହ୍ୟକୁ ପ୍ରକାଶ କରି ଥାନ୍ତି ନିର୍ମଳ ସେ ମନ୍ତ୍ର ଜପଇ ନାମ ବାଚକ ଅଟଇ ସକଳ ଯଜ୍ଞର ଫଳ ସେ ଲାଭ କରଇ ଅସ୍ପଷ୍ଟ ସ୍ୱରରେ ଯେହୁ ଉଚ୍ଚାରଇ ମନ୍ତ୍ର ତା ନାମ ଉପାଂଶୁ ଜପ ବୋଲନ୍ତି ପଣ୍ଡିତ ଅକ୍ଷରର ଅର୍ଥ ବୋଧ କରି ମନେ ମନେ ପ୍ରକାଶନ କରି ଯେଉଁ ମନ୍ତ୍ର ଜପେ ମନେ ମାନସ ଜପରେ ଯୋଗ ସିଦ୍ଧି ପ୍ରଦାୟକ ସବୁ ଜପ ଠାରୁ ଫଳ ମିଳଇ ଅଧିକ ପ୍ରତିଦିନ ଜପରେ ସେ ଦେବତା ମାନଙ୍କୁ ସ୍ତୁତି କରେ ବର ସେହୁ ଦିଅନ୍ତି ତାହାକୁ ଏଣୁ ଯେ ସ୍ୱାଧ୍ୟାୟ ପରାୟଣ ହୋଇଥାଏ ତାହାର କାମନା ସବୁ ପୂରଣ ଯେ ହୁଏ ଯେ ଦୃଚ୍ଛା ଲାଭରେ ଯେବେ
ଆନନ୍ଦ ଜନ୍ମଇ ତାହାର ନାମ ସନ୍ତୋଷ ଶୁଣ ମନ ଦେଇ ଯେ ବଣ ମାନବ ଅଟେ ଅତି କ୍ରୁଦ୍ଧମତି ସେ ଧର୍ମ ସମ୍ପଦ ଲାଭ କରି ନ ପାରନ୍ତି ଯେ ଭୋଗ ଲାଳସା ଭୋଗ ବସ୍ତୁମାନଙ୍କର ଆଶା ନ ପୁରଇ କେବେ ଜାଣ ସେ ମନର ଆହୁରି ଅଧିକ ଭୋଗ କରିବି କେମନ୍ତେ ଏପରି ବର୍ଦ୍ଧିତ ହୋଇ ସେ ଅବିରତେ ଏଣୁ ଧର୍ମ ଉପାୟଟି ଅଟେ ଯେଉଁ ଜନ ଅଳପରେ ସାଧି ପାରେ ସେହୁ ବ୍ରହ୍ମ ଜ୍ଞାନ ଶରୀର ନାଶକ ଅଟେ ଯେ ବିଳାସ କୀଟ ତାକୁ ନ ଛାଡ଼ିଲେ ଯୋଗୀ ଭୋଗ କରେ କଷ୍ଟ ସନ୍ତୋଷ ବିଧାନ ମାନ ଶୁଣିଲ ତ କନେ ଶୌଚର ବିଷୟ ତୁମ୍ଭେ ଶୁଣ ଶୁଦ୍ଧ ମନେ ବିବିଧ ଅଟଇ ଶୌଚ ବାହ୍ୟ ଅଭ୍ୟନ୍ତର ମୃତ୍ତିକା ଜଳରେ ତାହା ହୁଏ ପରିଷ୍କାର ଭାବ ଶୁଦ୍ଧିରେ ଯେ ଅଭ୍ୟନ୍ତର ଶୁଦ୍ଧି ହୁଏ ସେ ଯାହାର ନାହିଁ ସେହୁ ଅଶୁଚି ବୋଲାଏ ଅନ୍ତ ଶୁଦ୍ଧି ଯାର ହୋଇ ଅଛି ଏ ପ୍ରକାରେ ସେ ଯେତେକ ଧର୍ମ କର୍ମ ଅନୁଷ୍ଠାନ କରେ ସକଳ ବାସନା ତାର ସଫଳ ହୁଅଇ ଅନ୍ତ ଶୁଦ୍ଧି ବିନା କର୍ମେ ଫଳ ନ ମିଳଇ ଭସ୍ମରେ ହାଉତି ଦେଲା ପରିକର୍ମ ମାନ ବିଫଳ ହୁଅନ୍ତି ତାର ନିଶ୍ଚୟରେ ଜାଣ ଅନ୍ତ ଶୁଦ୍ଧ ହୋଇ ନାହିଁ ଯେ ବଣ ବ୍ୟକ୍ତିର ମୃତ୍ତିକା ନେଇ ସେ ଶତ ସହସ୍ର ଯେ ଭାର କୋଟି କୁମ୍ଭ ଜଳ ଯଦି ସ୍ନାନ କରାଏ ଚଣ୍ଡାଳ ମାନଙ୍କ ସଙ୍ଗେ ଗଣନା ସେ ହୁଏ ଅନ୍ତ ଶୁଦ୍ଧି ଶୂନ୍ୟ ହୋଇ ପୂଜିଲେ ଦେବଙ୍କୁ କୋପେ ସେ ଦେବତା ନଷ୍ଟ କରନ୍ତି ତାହାଙ୍କୁ ଦେହାନ୍ତ ସମୟେ ସେହୁ ନର୍କଗାମୀ ହୁଏ ନ ହୁଏ ମୁକତ ଚନ୍ଦ୍ର ସୂର୍ଯ୍ୟ ଥିବା ଯାଏ ଭିତରେ ଶୁଦ୍ଧି ନ ଥାଇ ଦେଖେ ଯେ ବାହାର ପବିତ୍ର ନୁହଇ କେଭେ ତାହାର ଶରୀର ଅଳଙ୍କୃତ ହୋଇଥିବା ସୁଧା ଭାଣ୍ଡ ପରି ନୟନକୁ ଦିଶୁଥାଏ ବାହ୍ୟ ବୁଦ୍ଧି କରି ନଦୀ ଗର୍ଭରେ ସୁରା ଭାଣ୍ଡ ଯେବେ ଥାଏ ପତନ କରନ୍ତି ତାକୁ ଯେହୁ ସେ ନଦିଏ ସେହିପରି ଅନ୍ତ ଶୁଦ୍ଧି ନଥିବାର ଜନ କେତେ ପୁଣ୍ୟ ତୀର୍ଥ କରିଲେ ହେ ପର୍ଯ୍ୟଟନ ସେ ତୀର୍ଥେ ତାହାକୁ ପୁତ କରି ନ ପାରନ୍ତି ଇହ ପର ଉଭୟରେ ନ ପାଏ ସେ ଗତି ହେ ମୁନି ପୁଙ୍କବ ଗଣ ଶୁଣ ମନ ଦେଇ ବାକ୍ୟରେ ଯେ ବଣ ବ୍ୟକ୍ତି ଧର୍ମ କହୁଥାଇ ମନେ ମନେ ପାପ ଇଚ୍ଛା କରଇ ସେ ଯେବେ ସେ ମହାପାତ କି ବୋଲି ଜାଣ ତୁମ୍ଭେ ସର୍ବେ ଅନ୍ତ ଶୁଦ୍ଧି ଥିବା ଲୋକ ଯେ ପୁଣ୍ୟ ସଞ୍ଚୟ କରଇ ତହିଁର ଫଳ ହୁଅଇ ଅକ୍ଷୟ କର୍ମ ମନ ବାକ୍ୟ ସ୍ତୁତି ସ୍ମରଣ ପୂଜନ ଏଥିରେ କରଇ ହରି ଭକ୍ତି ଯେଉଁ ଜନ ପ୍ରକୃତ ପକ୍ଷରେ ହରି ପୂଜା ତାର ସେହି ସେ ପୂଜା ଫଳନ୍ତେ ଶାନ୍ତି ତାହାକୁ ମିଳଇ ଆହେ ଶ୍ରେଷ୍ଠ ଋଷି ଗଣ ମୁଁ ତୁମ୍ଭ ସମୀପେ ଯମ ନିୟମରେ ବିଧି କହିଲି ସମୀପେ ଏହି ଯମପୁରେ ଯାର ଚିତ୍ତ ଶୁଦ୍ଧି ହୁଏ ମୁଖ୍ୟ ତାର କର ଗତ ହୁଅଇ ନିଶ୍ଚୟ ଯମ ନିୟମରେ ଯାର ବୁଦ୍ଧି ହୁଏ ସ୍ଥିର ଇନ୍ଦ୍ରିୟ ସକଳେ ବଶ ହୁଅନ୍ତି ଆବର ସେ ଉତ୍ତମ ଯୋଗାସନ ଅଭ୍ୟାସ କରିବ ଆସନ ସୁଦୃଢ଼ ହେଲେ
ଯୋଗ ପ୍ରବର୍ତ୍ତିବ। ଯୋଗ ଆସନର ସଂଖ୍ୟା 63 ଜାଣ। ମୁଁ ତାହା ଏବେ ପ୍ରକାଶ କରୁଅଛି ଶୁଣ। ପଦ୍ମାସନ ଯେ ସ୍ୱସ୍ତିକାସନ ପୀଠାସନ, ଶୈବୀରାସନ କୌଞ୍ଜରାସନ କୌର୍ମାସନ, ବଜ୍ରାସନ ଯେ ବରାହାସନ ମୃଗାସନ, ରୈତିକାସନ ଯେ କ୍ରୌଞ୍ଚ ନାଳିକ ଆସନ, ସର୍ବତୋଭଦ୍ର ଆସନ ବୃଷଭ ଆସନ, ନାଗାସନ ମତ୍ସ୍ୟାସନ ବ୍ୟାଘ୍ରାସନ ପୂର୍ଣ୍ଣ, ଅର୍ଦ୍ଧତନ୍ଦ୍ରାସନ ଦଣ୍ଡାସନ ତାର୍ଯାସନ, ଶୈଳାସନ ଖଡ୍ଗାସନ ମୁଦ୍ଗାର ଆସନ, ମକରାସନ ତ୍ରୈପ ଆସନ କାଷ୍ଠାସନ, ଶାଶ୍ୱାସନ ହସ୍ତି କନ୍ୟାସନ ଭୌମାସନ, ବୀରାସନ ସହିତେ 30 ପ୍ରକାର, କହିଲି ଆସନ ନାମ ଆଗରେ ତୁମର। ଏସବୁ ଆସନ ଯୋଗ ସାଧନ ସକାଶେ, ନିରୂପିତ କରିଛନ୍ତି ଯୋଗଜ୍ଞ ପୁରୁଷେ। ଯେ ବଣ ମାନବ ଗୁରୁ ଭକ୍ତ ପରାୟଣ, ସେ ରାଗ ଦ୍ୱେଷାଦି ଶତ୍ରୁ ବର୍ଜିତ କରିଣ। ପୂର୍ବ ଦିଗେ ମୁଖ କରି ନିର୍ଜନ ପ୍ରଦେଶେ, ପଶ୍ଚିମ ମୁଖରେ ଅବା କିବା ଉତ୍ତରାସେ। ଏହି 30 ଆସନରେ ଗୋଟିଏ ଆସନ, ବଦ୍ଧ କରି ନିଶ୍ଚଳରେ ରଖି ନିଜ ମନ। ନିଃଶବ୍ଦ ହୋଇ ସେ କ୍ରମେ କ୍ରମେ ପ୍ରାଣାୟାମ, ଅଭ୍ୟାସ କରିବ ଜାଣି ତାର ଯେ ନିୟମ। ଶରୀରସ୍ଥ ପବନକୁ କରିବାରୁ ଜୟ, ପ୍ରାଣାୟାମ ବୋଲି ନାମ ଦିଏ ପରିଚୟ। ଯାର ନାମ ପ୍ରାଣାୟାମ ସେ 2 ପ୍ରକାର, ଅଗର୍ଭ ସଗର୍ଭ ଏନି ନାମ ଯେ ତାହାର। ଅଗର୍ଭ ଅପେକ୍ଷା ଶ୍ରେଷ୍ଠ ଅଟଇ ସଗର୍ଭ, ଏ ଦୁହିଁଙ୍କି ଧ୍ୟାନ କଲେ ଯୋଗ ହୁଏ ଲାଭ। ଜପ ଧ୍ୟାନ ବିନା ଯେଉଁ ପ୍ରାଣାୟାମ ହୁଏ, ସେ ଅଗର୍ଭ ପ୍ରାଣାୟାମ ବୋଲନ୍ତି ଜ୍ଞାନୀଏ। ଜପ ଧ୍ୟାନ ଯୁକ୍ତ ହେଲେ ସଗର୍ଭ ବୋଲନ୍ତି, ଆବର କହିବା ଶୁଣ ତା ହୁଏ ଯେମନ୍ତି। ରେଚକ ପୁରକ ତୁଲେ କୁମ୍ଭକ ଶୂନ୍ୟକ, ଏ 4 ପ୍ରକାର ରହିଛନ୍ତି ଶୋଧିତେ ବେକ। ସବୁ ପ୍ରାଣୀ ମାନଙ୍କର ଦକ୍ଷିଣ ଭାଗରେ, ଏକ ନାଡି ରହିଅଛି ପିଙ୍ଗଳା ନାମରେ। ସେ ନାଡିର ଅଧିଷ୍ଠାତ୍ରୀ ଦେବତା ଆଦିତ୍ୟ, ପିତୃଜନୀ ବୋଲିଣ ସେ ହୁଏ କଥିତ। ବାମ ଭାଗେ ଇଳା ନାମେ ନାଡି ଅଛି ରହି, ତାର ଅଧିଷ୍ଠାତ୍ରୀ ଦେବ ଚନ୍ଦ୍ରକୁ ସେ କହି। ଦେବଜନୀ ଅଟଇ ସେ ଲୀଳା ନାଡି ଜାଣ, ଏତତ ହୋଇଛି ଯୋଗେ ଶାସ୍ତ୍ରେ ନିରୂପଣ। ଏ 2 ନାଡିର ମଧ୍ୟେ ବହଇ ସୁଷୁମ୍ନା, ଅଧିଷ୍ଠାତା ଦେବତାର ଅଟନ୍ତି ଯେ ବ୍ରହ୍ମା। ସୂକ୍ଷ୍ମ ଅତି ଗୁପ୍ତ ସେ ସୁଷୁମ୍ନା ଅଟଇ, ଅଗ୍ନି ସମାନରେ ତାର ତେଜ ବିରାଜଇ। ପ୍ରାଣାୟାମ କରିବାର କାଳରେ ମାନବେ, ଇଳା ନାଡିରେ ବାୟୁକୁ ରେଚନ କରିବେ। ପବନକୁ ଆପଣାର ଶରୀର ମଧ୍ୟରେ, ପୂରଣ କରିବେ ଆଣି ପିଙ୍ଗଳା ନାଡିରେ। ଏଣୁ ନାମ ଗୋଟି ତାର ପୁରକ ଅଟଇ, ଯେଉଁ ପ୍ରକାରେ କୁମ୍ଭକ ଶୁଣ ମନ ଦେଇ। ଶରୀରରେ ପୂର୍ଣ୍ଣ କରିଥିବା ପବନକୁ, ନିଗ୍ରହ କରିଣ ତ୍ୟାଗ ନ କରି ତାହାକୁ। ପୂର୍ଣ୍ଣ କୁମ୍ଭ ପରି ଆପେ ବସିଣ ରହିବ, କଥା ନ କହିବ ବିଚଳିତ ନ ହୋଇବ।
ସେ କାଳେ ଦିଶିବ ଯେଣୁ କୁମ୍ଭ ପରି ସେହି କୁମ୍ଭକ ବୋଲିଣ ନାମ ତାହାର ଅଟଇ ବାହାର ବାୟୁକୁ ଶରୀରରେ ନ ଭରିଣ ଅନ୍ତ ପବନକୁ ବାହ୍ୟ ତ୍ୟାଗ ନ କରିଣ କେବଳ କରିଲେ ଶୂନ୍ୟ ପରି ଅବସ୍ଥାନ ପ୍ରାଣାୟାମ ତାର ନାମ ଶୁଣ ହେ ସୁଜନ ମନ୍ଦମତ ମାତଙ୍ଗକୁ କୌଶଳେ ଯେପରି ନାନା ଉପାୟରେ ବ୍ୟକ୍ତି ଯେ ଆୟତ୍ତ କରି ସେହିପରି କରେ ପ୍ରାଣାୟାମ କ୍ରମେ କ୍ରମେ ଜାତ କରିବା ଉଚିତ ପୂର୍ବୋକ୍ତ ନିୟମେ ନ କରିଲେ ସାଂଘାତିକ ରୋଗମାନ ଆସି ଶରୀର ମଧ୍ୟରେ କ୍ଷଣ କରେ ଯିବେ ପଶି କ୍ରମେ କ୍ରମେ ଯୋଗୀ ଗଣ ଏ ନିୟମ ଜାଣି ପ୍ରାଣ ପବନକୁ ଅବରୋଧ କରି ପୁଣି ପାପକୁ ତରିଣ ବ୍ରହ୍ମ ପଦକୁ ଲଭନ୍ତି ଆଉ ଏ ସଂସାର ମଧ୍ୟେ ଜନମ ନୁହନ୍ତି ଶୁଣିଲ ତ ପ୍ରାଣାୟାମ କଥା ଋଷି ଗଣ ପ୍ରାଣାୟାମ ବିଧି ଏବେ କହୁଅଛି ଶୁଣ ବିଷୟାସକ୍ତ ଇନ୍ଦ୍ରିୟକୁ କୌଶଳେ ଆକର୍ଷଣ କରି ରଖି ପାରେ ଯେ କୌଶଳେ ଦୁର୍ଲଭ ଗତି ସେ ଜନ ପ୍ରାପ୍ତ ହୁଅଇ ଆବର ଯେ ଇନ୍ଦ୍ରିୟକୁ ଜୟ କରି ନାହିଁ ମୋକ୍ଷ ପ୍ରାପ୍ତ ତା ପକ୍ଷେ ସମ୍ଭବ ନୁହଇ ନିଶ୍ଚୟ ମୋକ୍ଷ ପରାପତ ତାହାକୁ ହୁଅଇ ଇନ୍ଦ୍ରିୟ ଗଣଙ୍କୁ ଜୟ କରିଅଛି ଯେହୁ ଯୋଗ ବା ଧ୍ୟାନ ଶୂନ୍ୟ ହେଲେ ମଧ୍ୟ ସେହୁ ପରମାନନ୍ଦ ପଦକୁ ଲାଭ ସେ କରଇ ଆଉ ପୁନରାୟ ମର୍ତ୍ତେ ଜାତ ନ ହୁଅଇ ଯେ ଜନ ଇନ୍ଦ୍ରିୟ ଗଣେ ଆୟତନ କରି ଧ୍ୟାନରେ ନିମଗ୍ନ ହୁଏ ମୋକ୍ଷ ଆଶା କରି ଜାଣିବ ଅତ୍ୟନ୍ତ ହୀନ ବ୍ୟକ୍ତି ସେ ଅଟଇ କେବେ ହେ ତାର ଜ୍ଞାନ ଉଦୟ ନ ହୁଅଇ ଜଗତରେ ଯେତେ ଚରାଚର ବସ୍ତୁ ଅଛି ତାହା ସବୁ ଆପଣାର ପରି ସେ ଦେଖୁଛି ଆତ୍ମାରେ ସକଳ ବସ୍ତୁ କରିଛନ୍ତି ବାସ ଏମନ୍ତେ ଦର୍ଶନ କରି ଯେ ବଣ ପୁରୁଷ ବଳେ ସେ ଇନ୍ଦ୍ରିୟ ଗଣେ ଆହରଣ କରି ସୁସୁରେ ରଖଇ ନିଜ ହୃଦୟରେ ଧରି ଏ ଯେଉଁ କାର୍ଯ୍ୟ ଅଟଇ ତା ନାମ ଧାରଣା ଧାରଣା ଯୋଗରେ ଯୋଗୀ ନୁହେଁ ପଥ ବଣା ଜିତେନ୍ଦ୍ରିୟ ଯୋଗୀ ମାନେ ହୃଦୟାଭ୍ୟନ୍ତରେ ଇନ୍ଦ୍ରିୟ ଗଣଙ୍କୁ ଧରି ପାରନ୍ତି ଦୃଢ଼ରେ ସାକ୍ଷାତରେ ଈଶ୍ୱରଙ୍କୁ ଦର୍ଶନ କରନ୍ତି ଶ୍ରବଣ କର ଯେ ରୂପ ସେହି ଚିନ୍ତୁଥାନ୍ତି ଅବିନାଶୀ ବିଶ୍ୱତ୍ମାଜ ମୂରତି ସେ ଜାଣ ବିକଶିତ ପଦ୍ମ ପରି ଦିଶଇ ନୟନ ରତନ କୁଣ୍ଡଳ କର୍ଣ୍ଣ ଯୁଗଳରେ ସୋହେ ହୃଦୟରେ ଶ୍ରୀବତ୍ସ ଚିହ୍ନ ଜନମନ ମୋହେ ନାଭି ଠାରୁ ଜାଣତ୍ବାର ଅଙ୍ଗୁଳ ମଧ୍ୟରେ ବିଜେ କରିଥାନ୍ତି ସତ ଦଳ ପଦ୍ମ ପରେ ସାକ୍ଷୀ ସ୍ୱରୂପରେ ସବୁ ଦେଖୁଥାନ୍ତି ସେହି ଯୋଗୀ ବିନେ ଆନ ତାଙ୍କୁ ନ ଦେଖନ୍ତି କେହି ସିଦ୍ଧ ସାଧ୍ୟ ଆଦି କରି ପୁରା ପୁର ଯେତେ ନମସ୍କାର କରନ୍ତି ସେ ତାଙ୍କୁ ଯୋଡ଼ ହସ୍ତେ ସୁବିଶାଳ ବାହୁ ତାହାଙ୍କର ସୁଶୋଭନ ଅଙ୍ଗର ସୌରଭ କିଏ କରିବ ବର୍ଣ୍ଣନ ସୁଝିନ ବସନ କଟି ତଟେ ପିନ୍ଧିଥାନ୍ତି
ଦିବ୍ୟ ବେଶ ସେ ହୁଅନ ବରତ ହୁଅନ୍ତି। ଅଙ୍ଗରେ ମଣ୍ଡିତ ନାନା ରତ୍ନ ଅଳଙ୍କାର। ବିରାଜଇ ତଥି ପରେ ତୁଳସୀର ହାର। ସୁବର୍ଣ୍ଣ ଯଜ୍ଞ ପବିତ ସ୍କନ୍ଦରେ ରାଜଇ। କୌସ୍ତୁଭ ମଣି ତେଜ ଜଗତ ଜିଣଇ। ବିଷ୍ଣୁଙ୍କର ଏହି ସ୍ୱରୂପକୁ ଯେଉଁ ଜନ ହୃଦୟରେ ଚିନ୍ତା କରେ ଥୟ କରି ମନ। ତାର ସେ କର୍ମକୁ ଧ୍ୟାନ ବୋଲାନ୍ତି ସାଧୁଏ। ଯେ ଯାହା କରଇ ସେହୁ ମୋକ୍ଷ ପଦ ପାଏ। ମାନବ ମାତ୍ର କେହି ରୂପ କଲେ ଧ୍ୟାନ। ମୋକ୍ଷ ପଦ ଲଭିବାକୁ ହୁଅଇ ଭାଜନ। ଆଉ କିଛି ନ କଲେ କେବଳ ଧ୍ୟାନରେ। ଶରୀରରୁ ପାପ ଧ୍ୱଂସ ହୁଅଇ ସତରେ। ପାପ ନାଶ ଗଲେ ମୋକ୍ଷ ପଦ ପ୍ରାପ୍ତ ହୁଏ। ପୁନର୍ପି ସଂସାରେ ଆଉ ଜନମ ସେ ନୋହେ। ମନକୁ ନିଶ୍ଚଳ ରଖି ଯେ କରଇ ଧ୍ୟାନ। ସର୍ବଦା ହୁଅନ୍ତି ହରି ତାଠାରେ ପ୍ରସନ୍ନ। ପରମାତ୍ମା ହରି ତୁଷ୍ଟ ହୁଅନ୍ତି ଯାଠାରେ। ସର୍ବରିଷ୍ଟ ସିଦ୍ଧି ତାର ହୁଅଇ ସତରେ। ହରିଙ୍କୁ କରଇ ସବୁ ପ୍ରକାରେ ଯେ ଧ୍ୟାନ। ସେ ତାହାକୁ ମୋକ୍ଷ ପଦ କରନ୍ତି ପ୍ରଦାନ। ଧ୍ୟେୟ ପଦାର୍ଥରେ ଏହି ରୂପେ ନିଜ ଚିତ୍ତ। ସ୍ଥିର କରି ରଖିବାକୁ ହେବ ଯେ ମନ୍ତ। ଯହିଁରେ କି ଧ୍ୟାନ ଧ୍ୟେୟ ଧାତୃଭାବ କେଭେ। ପାର୍ଥକ୍ୟ ନ ହୋଇ ଏକ ଭାବରେ ରହିବେ। ଏହିପରି ଧ୍ୟାନ ମୃତ ସେବନ ଯେ କରେ। ଅଳପକେ ମୋକ୍ଷ ସେହୁ ଲଭଇ ତହିଁରେ। ଯେ ଧ୍ୟାନ କରଇ ଏହି ପରି ନିରନ୍ତର। ତହିଁରେ ଅଭେଦ ବୁଦ୍ଧି ଜନ୍ମଇ ତାହାର। ନିରନ୍ତରେ କଲେ ଯେଉଁ ପରକାରେ ଧ୍ୟାନ। ଜନ୍ମଇ ଅଭେଦ ବୁଦ୍ଧି ତା କହୁଛି ଶୁଣ। ସୁଷୁପ୍ତି ଅବସ୍ଥା ପ୍ରାୟ ଇନ୍ଦ୍ରିୟ ଗଣର। ଜ୍ଞାନ ଶୂନ୍ୟ ହୋଇ ଆସନକୁ କରି ସ୍ଥିର। ନିର୍ବାକ ଦେଶରେ ଥିବା ଦୀପ ଶିଖା ପରି। ନିଶ୍ଚଳ ଭାବରେ ଧ୍ୟାନ ଯେ ପାରଇ କରି। ତାର ସେହି ଧ୍ୟାନ ଅବସ୍ଥାକୁ ଜ୍ଞାନୀ ଗଣ ଯୋଗ ଶାସ୍ତ୍ରେ କହିଛନ୍ତି ସମାଧି ବୋଲିଣ। ଯେଉଁ ଯୋଗୀ ଏହିପରି ସମାଧିରେ ବସେ ସର୍ବପ୍ରକାରେ ଉପାଧି ଶୂନ୍ୟ ହୋଇଣ ସେ। ସୁନିଶ୍ଚଳ ପରିପୂର୍ଣ୍ଣ ଆତ୍ମରୂପ ହୋଇ ସନ୍ତତରେ ପୂର୍ଣ୍ଣାନନ୍ଦ ଭୋଗ ସେ କରଇ। ଶ୍ରବଣ ଘ୍ରାଣ ଦର୍ଶନ ସ୍ପର୍ଶନ ପ୍ରଭୃତି ଇନ୍ଦ୍ରିୟ ଗଣର କାର୍ଯ୍ୟ ଯେତେକ ବୋଲନ୍ତି। ସେ ସବୁ ତାହାର କିଛି ନଥାଏ ସେ କାଳେ। ଆତ୍ମାରେ ଆତ୍ମାକୁ ଭଜୁଥାଏ ସେ ନିଶ୍ଚଳେ। ସେ ସଚ୍ଚିଦାନନ୍ଦ ରୂପୀ ନିର୍ମଳ ନିଶ୍ଚୟ। ତାହାଙ୍କୁ ହୃଦୟରେ ଦେଖୁ ଥାଏ ସେ କେବଳ। ଆତ୍ମା ନିର୍ଗୁଣ ହେଲେ ଅଜ୍ଞାନତା ବସେ। ବୋଧ ହେଉଥାନ୍ତି ଜାଣ ସଗୁଣ ବୋଲି ସେ। ଯେତେବେଳେ ଦୂର ହୁଏ ଅଜ୍ଞାନ ଅନ୍ଧାର। ସେ କାଳେ ସେ ବିରାଜଇ ପୂର୍ବ ସରକାର। ମାୟାରେ ଯେତେକ ପ୍ରାଣୀ ହୋଇଥାନ୍ତି ମୋହି। ତାଙ୍କୁ ଦିଶୁଥାନ୍ତି ମାୟାବନ୍ତ ପ୍ରାୟ ସେହି। ଖଣ୍ଡିତ ହୁଅଇ ମହା ପାଶ ଯେତେବେଳେ ନିର୍ମଳ ବ୍ରହ୍ମ ରୂପରେ ଦିଶନ୍ତି ସେ କାଳେ। ସେହି ସେ ନିର୍ମଳ ନିରଞ୍ଜନ ଜ୍ୟୋତିର୍ମୟ। ସର୍ବଘଟ ଏକାତ୍ମା ସେ ନୁହନ୍ତି ଦ୍ୱିତୀୟ। ସୂକ୍ଷ୍ମ ଠାରୁ ସୂକ୍ଷ୍ମତର ଅଟନ୍ତି ସେ ପୂର୍ଣ୍ଣ।
ମହତରୁ ସୂକ୍ଷ୍ମତର ବୋଲି ତାଙ୍କୁ ଜାଣ। ପରମ ପବିତ୍ର ସନାତନ ଏକା ସେହି, ଅଖିଳ ବିଶ୍ୱର କାରଣ ଯେ ତାଙ୍କୁ କହି। ସର୍ବଭୂତଙ୍କର ଅନ୍ତର୍ଯ୍ୟାମୀ ସେ ଅଟନ୍ତି, ସ୍ୱକର୍ମକୁ ଜାଣି ଗତି ମୁକ୍ତି ଦିଅନ୍ତି। ଅନାଦି ପୁରାଣ ପୁରୁଷ ସେ ବିଶ୍ୱମ୍ବର, ତାଙ୍କଠାରୁ ହୋଇଛି ଏ ବିଶ୍ୱ ଚରାଚର। ଅକରାଦି କ୍ଷକାରାନ୍ତ ବର୍ଣ୍ଣଭେଦ ସେହି, ବସିବାର ଶବ୍ଦ ବ୍ରହ୍ମ ବୋଲି ତାଙ୍କୁ କହି। ପଞ୍ଚଭୂତାତ୍ମକ ଦେହ ମଧ୍ୟରେ ସେ ନୀତି, ସମସ୍ତଙ୍କ ଅନ୍ତଃକରଣରେ ବିରାଜନ୍ତି। ପୁରାଣ ପୁରୁଷ ପରମାତ୍ମା ସେହି ଏକା, ଯେ ତାହାଙ୍କୁ ଭଜେ ତାର ନାହିଁ କିଛି ଶଙ୍କା। ବାର୍ଦ୍ଧକ୍ୟ ଅବସ୍ଥା କେବେ ନାହିଁ ତାହାଙ୍କର, ବିନାଶ ହୁଅନ୍ତି ସେ ଯେ ଅଜର ଅମର। ଆକାଶ ପରାଏ ସବୁ ଠାରେ ବ୍ୟାପିଥାନ୍ତି, ମନ ବଚନରେ ସେହୁ ଗୋଚର ନୁହନ୍ତି। ପରମ ଜ୍ୟୋତିର୍ମୟ ସେ ବିଶ୍ୱର ଆଧାର, ତାଙ୍କ ସୂକ୍ଷ୍ମ ଅଂଶେ ଜାତ ବ୍ରହ୍ମା ବିଷ୍ଣୁ ହର। ତେଣୁ ବ୍ରହ୍ମା ବିଷ୍ଣୁ ହର ଏ ତିନି ମୂରତି, ଯଥାକାଳେ ସୃଷ୍ଟି ସ୍ଥିତି ସଂହାର କରନ୍ତି। ସିଦ୍ଧ ଯୋଗୀ ଗଣ ମାନେ ତାହାଙ୍କୁ ହୃଦୟରେ, ଚିନ୍ତା କରୁଥାନ୍ତି ବସି ରଜନୀ ଦିବାରେ। ସେ ସେହି ଅନାଦିନାଥ ନିରଞ୍ଜନ ହରି, ବିକାର ରହିତ ସେହୁ ଅନିତ୍ୟ ବିହରି। ତାହାଙ୍କୁ ହୃଦ ପଦ୍ମରେ ଧ୍ୟାନ କଲେ ନୀତି, ମୋକ୍ଷ ପଦ ସହଜରେ ହୁଏ ପରାପତି। ମୁଁ ଏବେ କହୁଛି ସର୍ବେ ମନ ଦେଇ ଶୁଣ, ଅନ୍ୟ ପ୍ରକାରରେ ଧ୍ୟାନ ଧାରଣା ବିଧାନ। ଯେଉଁ ମାନବର ଏ ସଂସାର ତ୍ରିତାପରେ, ସନ୍ତାପିତ ହୋଇଥାଏ ହୃଦ ନିରନ୍ତରେ। ତା ପକ୍ଷରେ ସୁଧା ବୃଷ୍ଟି ତୁଲ୍ୟ ସେ ଅଟଇ, ସେ ଧ୍ୟାନର ବିଧି ଏବେ ଶୁଣ ମନ ଦେଇ। ଅର୍ଦ୍ଧମାତ୍ରା ପରିସ୍ଥିତି ହୃଦୟ ମଧ୍ୟରେ, ଯେଉଁ ନାରାୟଣ ତାଙ୍କୁ ସ୍ମରିବ ଅନ୍ତରେ। ଆନନ୍ଦମୟ ସେ ଅନୁପମ ନାଦ ରୂପୀ, ପ୍ରଣବକୁ ଆଶ୍ରୟ କରିଥାନ୍ତି ହୃଦ ବ୍ୟାପୀ। ସେହି ପୁରୁଷଙ୍କୁ ଏକାଗ୍ରତେ କଲେ ଧ୍ୟାନ, ଏ ସଂସାର ତ୍ରିତାପରୁ ମୁକ୍ତ ହୁଏ ଜନ। ସେ ଯେପରି ଥାନ୍ତି ପ୍ରଣବକୁ ଆଶ୍ରୟ କରି, ଶୁଣ ସର୍ବେ କହୁଅଛି ମୁଁ ତାହା ବିସ୍ତାରି। ଆକାର ଉକାର ମକାର ଏବଂ ନତିନି, ପ୍ରଣବ ବୋଲନ୍ତି ଅର୍ଦ୍ଧ ମାତ୍ରାକୁ ଯେ ଘେନି। ଅକାର ଅଟନ୍ତି ବ୍ରହ୍ମା ଓକାର କେଶବ, ଯେ ମକାର ସେହି ସାକ୍ଷାତରେ ରୁଦ୍ରଦେବ। ଅର୍ଦ୍ଧମାତ୍ରା ଯେ ବୋଲାନ୍ତି ପରମାତ୍ମା ସେହି, ବ୍ରହ୍ମାଦିତ୍ରୟଙ୍କୁ ତାହାଙ୍କର ମାତ୍ରା କହି। ଏହି ଅକାରାଦି ବର୍ଣ୍ଣ ଏକତ୍ରିତ ହେଲେ, ପ୍ରଣବ ନାମରେ ଖ୍ୟାତ ଲଭଇ ସେ ଭଲେ। ହେ ପ୍ରଣବ ପରମ ବ୍ରହ୍ମ ସ୍ୱରୂପ ସେ ଜାଣ, ଏଥିରେ ଖୋଳିବା ପାଇଁ ନାହିଁ କଥାନ। ପରମ ବ୍ରହ୍ମ ବାକ୍ୟ ପ୍ରଦ ପ୍ରଣବ ବାଚକ, ଯେହା ଜାଣଇ ତାର ନାହିଁ ଭୟ ଶୋକ। ପ୍ରଣବର ବାଚକତା ସେ ସମ୍ବନ୍ଧ, ଉପଚାର ମାତ୍ର ତାହା ଜାଣ ଋଷି ବୃନ୍ଦ। ବ୍ରହ୍ମରୂପୀ ପ୍ରଣବକୁ ଯେହୁ ଜପ କରେ, ସେ ସର୍ବ ପାପରୁ ମୁକ୍ତ ହୁଅଇ ଅଚିରେ।
ଜପ ଅଭ୍ୟାସ କରିଲେ ନିତ୍ୟ ପ୍ରତିଦିନ ମୁଖ୍ୟ ପଦ ଲାଭ ହୁଏ ସେ ଜପରେ ଜାଣ। ସେ ସମୟ ଆପଣାର ଅନ୍ତର ମଧ୍ୟରେ ସୁମରିବ ଜ୍ୟୋତିର୍ମୟ ବ୍ରହ୍ମାଙ୍କ ପୟରେ। ସେ ଅଟନ୍ତି ବ୍ରହ୍ମା ବିଷ୍ଣୁ ଆବର ଶଙ୍କର କୋଟି ସୂର୍ଯ୍ୟ ସମ ପ୍ରଭା ରାଜଇ ତାଙ୍କର। ଶାଳଗ୍ରାମ ଶିଳା ଅବା ପ୍ରତିମା ସ୍ୱରୂପ କିବା ଯେଉଁ ହସ୍ତୁ ନାଶ କରିପାରେ ପାପ। ତାଙ୍କୁ ଚିନ୍ତା କଲେ ଜପ କରିବା କାଳରେ ମୁଖ୍ୟ ପଦ ନିପରାପତ ହୁଇ ତହିଁରେ। ଆହେ ମୁନୀଶ୍ୱର ଗଣ ତୁମ୍ଭ ଆଗେ ମୁହିଁ ଜ୍ଞାନର ଯେ କଥା ତାହା କହିଲି ବୁଝାଇ। ଏ ଦିବ୍ୟ ଜ୍ଞାନକୁ ଲାଭ କରି ଯୋଗୀ ଗଣ ମୁଖ୍ୟ ପଦ ପ୍ରାପ୍ତ ହୁଅନ୍ତି ଅନ୍ତକାଳେ ଜାଣ। ଏ ପବିତ୍ର ଆଖ୍ୟାନକୁ ଏକାଗ୍ର ଚିତ୍ତରେ ଯେ ଶ୍ରବଣ କରେ ଯେହୁ ପଢ଼ଇ ଭକ୍ତିରେ ସେ ସର୍ବ ପାପକୁ ଅତି କ୍ରମ କରିଅନ୍ତେ ହରିଙ୍କ ସାରୂପ୍ୟ ପାଇ ବସଇ ନିଶ୍ଚିନ୍ତେ। ସେ ହରି ଭକ୍ତଙ୍କ ପାଦେ କରି ନମସ୍କାର କହେ କ୍ଷେତ୍ରବାସୀ ଭବୁ ତର ସର୍ବନର। ଇତି ଶ୍ରୀ ବୃହତ୍ ନାରଦ ପୁରାଣେ ମୁଖ୍ୟ ପାପ କଥନମ୍ ନାମ 31 ଅଧ୍ୟାୟ।